ପାଇଁ ସମୟ ଦିଆଯିବ। ଧନ୍ୟବାଦ। ପ୍ରଭୁଙ୍କ ନାମର ଗୌରବ ହଉ। ଟିକେ ଧ୍ୟାନ ଦିଅନ୍ତୁ। ଏଇଟା ହିଁ ଆଜିକାର ଜୁବେଲ ଉତ୍ସବର ମୂଳ ଲକ୍ଷ୍ୟ। ଯାହା ମଣ୍ଡଳୀ ଚିନ୍ତା କରିଛି ଯେ କିଛି ଲୋକମାନେ ଏବେ ବି କୌଣସି କାରଣବଶତଃ ମଣ୍ଡଳୀ ବାହାରେ ଅଛନ୍ତି ଆଉ ସେମାନଙ୍କ ନାମ ଆମେ ଘୋଷଣା କରିବୁ। ସେମାନେ ନିଜ ନିଜ ସ୍ଥାନରେ ଠିଆ ହେବେ। ଠିଆ ହେଲା ପରେ ଆମେ ତୁରୀ ବଜାଇବୁ ଏବଂ ସେମାନଙ୍କ ନିମନ୍ତେ ମୁକ୍ତି ଘୋଷଣା କରିବୁ। ତେଣୁ ସମ୍ପାଦକ ମହାଶୟ ସେମାନଙ୍କ ନାମ ଘୋଷଣା କରିବେ ଏବଂ ଋଣ କ୍ଷମା ମଧ୍ୟ ମଣ୍ଡଳୀ ଚିନ୍ତା କରିଛି। ଯେଉଁମାନେ ବକେୟା ଅଛନ୍ତି ମଣ୍ଡଳୀକୁ ସେମାନଙ୍କୁ ମଧ୍ୟ ଆନୁଷ୍ଠାନିକ ଭାବରେ ଋଣ କ୍ଷମା କରାଯିବ। ବର୍ତ୍ତମାନ କୁମଳା ସିଂ ମଣ୍ଡଳୀର 7ଗୋଟି ପରିବାର ସେମାନେ ଶାସନରେ ଥିଲେ। ବର୍ତ୍ତମାନ ସେହି ପରିବାର ମାନଙ୍କୁ ମୁକ୍ତି ଘୋଷଣା କରାଯିବ। ନାମ ପଢ଼ି ଶୁଣିବାକୁ ଯାଉଅଛି। ଆମମାନଙ୍କର ଅନୁରୋଧ କରୁଅଛୁ ଶୀଘ୍ର ଶୀଘ୍ର ଆସନ୍ତୁ। ଆମମାନଙ୍କର ପ୍ରାଣରଞ୍ଜନ ନାଗଙ୍କ ପରିବାର, ପ୍ରାଣରଞ୍ଜନ ନାଗ, ପୁଣି ଆମମାନଙ୍କର ସୁନୀଲ ଘଣ୍ଟ, ଆୟୁବ ଏଟଲା, ବୀରେନ୍ଦ୍ର ପରିଚ୍ଛା, ସୁଧାଂଶୁ ଏଟଲା, ଜୋହାମ ଚିଞ୍ଚାଣୀ, সোহাগ নাগ, সোহন নাগ, দয়াপূর্বক শীঘ্র আসন্তু। কাকে 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 শীঘ্র আসুন। ଯେଉଁମାନେ ମଣ୍ଡଳୀ ଠାରୁ ଶାସିତ ଅଛନ୍ତି ସେ ପରିବାରକୁ ଆମେ କ୍ଷମା ଦେବାର ରହିଅଛି। ଆମମାନଙ୍କର ଅତ୍ୟନ୍ତ ଗୁରୁ ନୟନ ରଞ୍ଜନ ନାଗ, ବାଳକ ରେବ୍ ଅନୁସରଣ ପାଣି, ଶୀଘ୍ର ଏ 3ଟି ପରିବାର ସମ୍ମୁଖକୁ ଆସନ୍ତୁ। ସେମାନଙ୍କୁ ମଣ୍ଡଳୀ କ୍ଷମା କରିବେ, କ୍ଷମାର ଘୋଷଣା କରିବେ। ଏଣୁ ଶୀଘ୍ର ଆସନ୍ତୁ। ମୁଁ ଅନୁରୋଧ କରିବି ମଣ୍ଡଳୀର ସମସ୍ତ ପ୍ରାଚୀନ ସଦସ୍ୟମାନେ, ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତାମାନେ ଟିକେ ନିଜ ନିଜ ସ୍ଥାନରେ ଠିଆ ହେବେ। ଦୟାକରି ଆମ ସ୍ଥାନୀୟ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତା ପୁଣି ପ୍ରାଚୀନ ମହାଶୟମାନେ ଦୟାକରି ଠିଆ ହେବେ। ପୁଣି ସବୁ ବିଭାଗର କର୍ମକର୍ତ୍ତା କର୍ମକର୍ତ୍ତୀ ନିଜ ନିଜ ସ୍ଥାନରେ ଠିଆ ହେବେ। ତା ସହିତ ମୁଁ ଅନୁରୋଧ କରିବି ମଣ୍ଡଳୀ ସମ୍ମିଳନୀର ସମସ୍ତ ଅଭିଷିକ୍ତ ପାଳକ ବୃନ୍ଦ ମଧ୍ୟ ଠିଆ ହେବେ ଆଉ ସେମାନଙ୍କ ଉପସ୍ଥିତିରେ ଆମେ କ୍ଷମା ଘୋଷଣା କରିବୁ। ତୁରୀ ପ୍ରଥମ ପର୍ଯ୍ୟାୟ ହେଉଛି ଟେକିଆ, ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ତୁରୀ ବାଦ୍ୟ ହେବ। ଦ୍ୱିତୀୟ ପର୍ଯ୍ୟାୟ ହେଉଛି ସେଭେରିନ୍ ଏଭ୍ରି ଅନୁସାରେ, ତାହା 3ଟି ପର୍ଯ୍ୟାୟରେ ତୁରୀ ବାଦ୍ୟ ହେବ। ପୁଣି ତୃତୀୟ ପର୍ଯ୍ୟାୟ ହେଉଛି ତେରୁଆ, ଯାହା 9 ଥର ସର୍ଟଲି ତୁରୀ ବାଦ୍ୟ ହେବ। ଆଉ ଏଇ ତୁରୀ ବଜାଇଲା ପରେ ଆମେ କ୍ଷମା ଏବଂ ଋଣ କ୍ଷମା ଘୋଷଣା କରିବୁ। ଦୟାକରି ଧ୍ୟାନ ଦିଅନ୍ତୁ। ধন্যবাদ।
ଆମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ମାଣ୍ଡଳିକ ଭାବେ ପ୍ରଭୁଙ୍କ ଦାସମାନେ ଦୟାକରି ହସ୍ତ ଉତ୍ତୋଳନ କରିବା। ଆଜି ଆମେ ମାଣ୍ଡଳିକ ଭାବେ ସମ୍ମୁଖରେ ଠିଆ ହେଇଥିବା ଲୋକମାନଙ୍କୁ ଆମେ କ୍ଷମା ଘୋଷଣା କରୁଅଛୁ। ଆମେନ୍। ଆଜି ମାଣ୍ଡଳିକ ଭାବରେ ଏମାନଙ୍କୁ ଆମେ କ୍ଷମା ଘୋଷଣା କରୁଅଛୁ। ଆମେନ୍। ତା ସହିତ ଯାହା ବି ସେ ସବୁକୁ ମଧ୍ୟ ଆମେ ମାନରେ ଋଣ ଛାଡ଼ ଘୋଷଣା କରୁଅଛୁ। ଆମେନ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ସମସ୍ତେ ବସିଯିବା କରିବା। ଗୌରବମୟ ସ୍ୱର୍ଗୀୟ ପ୍ରଭୁ, ତୁମରି ଆଶ୍ଚର୍ଯ୍ୟ ନାମର ମହିମା ସମ୍ଭ୍ରମ ଗୌରବ କରୁଛୁ। ତୁମକୁ ଧନ୍ୟବାଦ କରୁଛୁ ପ୍ରଭୁ। ଆଜିର ଏହି ଉତ୍ସବ ସ୍ୱତନ୍ତ୍ର, ଯାହା ଉତ୍ସବ ପାଳନ ହେଲେ ହିଁ ଆଜି ପର୍ଯ୍ୟନ୍ତ ଯାହା ଆମେ ପାଳନ କରୁଛୁ ତାହା ଆମର ଚିନ୍ତା ଅନୁଯାୟୀ କରୁଛୁ, କିନ୍ତୁ ଜୋବେଲ ଉତ୍ସବ ତୁମ ଆଜ୍ଞା ଅଟେ। ପୁଣି କ୍ଷମା ପ୍ରଦାନ କରିବା ତୁମ ଆଜ୍ଞା ଅଟେ। ଋଣ କ୍ଷମା କରିବା ତୁମ ଆଜ୍ଞା ଅଟେ। ଯେଉଁମାନେ ତ୍ରାସିତ ଥିଲେ ଏବଂ ପ୍ରଭୁ ବିପଥ ଗମନ କରିଥିଲେ ସେମାନଙ୍କୁ ଆଜି ତୁମ ବାକ୍ୟ ପ୍ରମାଣେ ଆମେ କ୍ଷମା ଘୋଷଣା କରିଅଛୁ। ତୁମେ ଅନୁଗ୍ରହ କରି ମଣ୍ଡଳୀକୁ ଯେଉଁ ଅଧିକାର ଦେଇଛ ସେହି ଅଧିକାର ଅନୁଯାୟୀ ସେମାନଙ୍କୁ କ୍ଷମା କର ଏବଂ ପ୍ରଭୁ ସେମାନଙ୍କୁ ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବାକୁ ଦିଅ। ଏଣିକି ଯେପରି ସେମାନେ ତୁମ ରାଜ୍ୟ ଏବଂ ଧାର୍ମିକତା ଅନ୍ୱେଷଣ କରିବେ ଏବଂ ତୁମରି ନିରୂପିତ ପଥରେ ଆଜ୍ଞା ପାଳନ ପୂର୍ବକ ବାଧ୍ୟତା ଜୀବନ କାଟି ପ୍ରଭୁ ନିୟମିତ ପ୍ରାର୍ଥନା ଉପାସନାରେ ଯୋଗଦାନ କରି ପ୍ରଭୁ ଅପେକ୍ଷାରେ ରହିବେ, ଏଭଳି ଅନୁଗ୍ରହ କର। ସୁସ୍ଥ ସବଳ ଆରୋଗ୍ୟ ସୁରକ୍ଷା ଦେଇ ତୁମେ ମହିମାନ୍ୱିତ ହୁଅ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଆମେନ୍।